ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ନନ୍ଦବଂଶକୁ ପରାସ୍ତ କରି ସେ ଆରମ୍ଭ କରିଥିଲେ ମୌର୍ଯ୍ୟ ଶାସନ ମଗଧରେ ଏବଂ ଏହି ମୌର୍ଯ୍ୟ ଶାସନର ସମୟ ସୀମା ଥିଲା 322 ଖ୍ରୀଷ୍ଟପୂର୍ବରୁ 185 ଖ୍ରୀଷ୍ଟପୂର୍ବ ପର୍ଯ୍ୟନ୍ତ ଏବଂ ଏହି ମୌର୍ଯ୍ୟ ଶାସନ ପ୍ରତିଷ୍ଠା ହୋଇଥିଲା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଦ୍ୱାରା। କାହାକୁ ପରାସ୍ତ କରିଥିଲେ? ନନ୍ଦବଂଶକୁ ପରାସ୍ତ କରିଥିଲେ ଏବଂ ଏହି ମୌର୍ଯ୍ୟ ଶାସନ ପ୍ରତିଷ୍ଠା ହୋଇଥିଲା ଭାରତର ମଗଧରେ। ମଗଧ କହିଲେ ପିଲାମାନେ ବର୍ତ୍ତମାନର ବିହାରକୁ ବୁଝାଇଥାଏ। ପରୀକ୍ଷା ଦୃଷ୍ଟିରୁ ପିଲାମାନେ ଏହି ମୌର୍ଯ୍ୟ ଶାସନ ଟପିକଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କାହିଁକି ଗୁରୁତ୍ୱପୂର୍ଣ୍ଣ ଅଟେ? ଯେଉଁ ପିଲାମାନେ 2025ରେ +2 ସେକେଣ୍ଡ ଇୟର ଏକ୍ଜାମ ଦେଇଛନ୍ତି ତାଙ୍କର ପରୀକ୍ଷାରେ ପ୍ରଶ୍ନ ଆସିଥିଲା ବୁଦ୍ଧଙ୍କ ଜୀବନୀ ଓ ନୀତିବାଣୀ ବିଷୟରେ, ତା ସହିତ ପ୍ରଶ୍ନ ଆସିଥିଲା କଳିଙ୍ଗ ଯୁଦ୍ଧ ବିଷୟରେ। ମାନେ ଏ ଦୁଇଟା ପ୍ରଶ୍ନ ଯେହେତୁ ଆସିଥିଲା, ଏ ଦୁଇଟା ପ୍ରଶ୍ନ ଏହି 2 ନମ୍ବର ୟୁନିଟ୍ରୁ ଆଉ ଆସିବ ନାହିଁ। 2 ନମ୍ବର ୟୁନିଟ୍ରେ ଆହୁରି ଗୋଟେ ପ୍ରଶ୍ନ ରହିଲା ମୌର୍ଯ୍ୟ ଶାସନ, ତା ସହିତ ଆହୁରି ବି ଗୋଟେ ପ୍ରଶ୍ନ ରହିଲା ଗୁପ୍ତ ଯୁଗକୁ ସୁବର୍ଣ୍ଣ ଯୁଗ କାହିଁକି କୁହାଯାଏ, ତା ସହିତ ଆହୁରି ବି ଗୋଟେ ପ୍ରଶ୍ନ ରହିଲା ମହାବୀର ଜିନଙ୍କର ନୀତିବାଣୀ ଓ ଜୀବନୀ। ତ ଏହି 3ଟି ପ୍ରଶ୍ନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ଆଉ ସେହି ଦୃଷ୍ଟିରୁ ମୌର୍ଯ୍ୟ ଶାସନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ପିଲାମାନେ। ଆଉ ଏଥର ତୁମର ପରୀକ୍ଷାରେ ଆସିବାର ବି ମ୍ୟାକ୍ସିମମ୍ ଚାନ୍ସ ଅଛି ମୌର୍ଯ୍ୟ ଶାସନ 8 ମାର୍କର ଲଙ୍ଗ କ୍ୱେଶ୍ଚନ୍। ଚାଲ ପିଲାମାନେ ଆଜି ଆମେ ବହୁତ ସୁନ୍ଦର ଭାବରେ ବୁଝିବା ଏବଂ ଜାଣିବା ମୌର୍ଯ୍ୟ ଶାସନ ବିଷୟରେ, ଯେମିତିକି ପରୀକ୍ଷାରେ ଯଦି ପ୍ରଶ୍ନ ଆସିବ ତାର ଉତ୍ତର ଆମେ ବହୁତ ସୁନ୍ଦର ଭାବରେ ଲେଖିପାରିବା। ମୌର୍ଯ୍ୟ ଶାସନ। ମୌର୍ଯ୍ୟମାନଙ୍କର ଶାସନର ସମୟ ସୀମା ଥିଲା 322 ଖ୍ରୀଷ୍ଟପୂର୍ବରୁ 185 ଖ୍ରୀଷ୍ଟପୂର୍ବ ଏବଂ ଏହି ମୌର୍ଯ୍ୟ ସାମ୍ରାଜ୍ୟର ପ୍ରତିଷ୍ଠାତା ଥିଲେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଯିଏକି ମୌର୍ଯ୍ୟ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ 322 ଖ୍ରୀଷ୍ଟପୂର୍ବରେ। ମୌର୍ଯ୍ୟ ସାମ୍ରାଜ୍ୟର ସୁପରିଚାଳନା ପାଇଁ ସୁଦୃଢ଼ ଶାସନ ବ୍ୟବସ୍ଥା ପରିଚାଳନା କରାଯାଇଥିଲା ଏବଂ ଏହି ମୌର୍ଯ୍ୟ ସାମ୍ରାଜ୍ୟରେ ଏକ କେନ୍ଦ୍ରୀୟ ଶାସନ ବ୍ୟବସ୍ଥା ପ୍ରଚଳନ ଥିଲା ଏବଂ ଏହି ମୌର୍ଯ୍ୟ ଶାସନ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ଯେଉଁ ନୀତି ଗୁଡ଼ିକ ଲେଖା ହେଇଥିଲା ସେହି ନୀତି ଅନୁସାରେ ହିଁ ମୌର୍ଯ୍ୟ ଶାସନ ପରିଚାଳିତ ହେଉଥିଲା ଏବଂ ଯେତେବେଳେ ଅଶୋକ ନିଜେ ରାଜା ହେଲେ ସେ ଶାସନ କ୍ଷେତ୍ରରେ ନୂତନ ପଦକ୍ଷେପ ଗୁଡ଼ିକ ଗ୍ରହଣ କରିଥିଲେ। ପିଲାମାନେ ଆମେ କେଉଁ ଉପାଦାନରୁ ମୌର୍ଯ୍ୟ ଶାସନ ବିଷୟରେ ଜାଣିଥାଉ? ପରୀକ୍ଷାରେ ପ୍ରଶ୍ନ ପଡ଼ିଥାଏ 1 ମାର୍କର, ଯେମିତିକି କୌଟିଲ୍ୟଙ୍କର ଅର୍ଥଶାସ୍ତ୍ରରୁ ଆମେ ମୌର୍ଯ୍ୟ ଶାସନ ବିଷୟରେ ଜାଣିଥାଉ, ମେଘାସ୍ତିନିସ୍ଙ୍କ ଇଣ୍ଡିକାରୁ ଆମେ ମୌର୍ଯ୍ୟ ଶାସନ ବିଷୟରେ ଜାଣିଥାଉ, ତା ସହିତ ଅଶୋକଙ୍କ ଶିଳାଲେଖ ଗୁଡ଼ିକରୁ ବି ଆମେ ମୌର୍ଯ୍ୟ ଶାସନ ବ୍ୟବସ୍ଥା ବିଷୟରେ ଜାଣିଥାଉ। ଏହି ମୌର୍ଯ୍ୟ ଶାସନ ବ୍ୟବସ୍ଥାରେ 2ଟି ସ୍ତର ଥିଲା ପିଲାମାନେ ତମର ବ୍ୟୁରୋ ବୁକ୍ ଅନୁସାରେ। ପ୍ରଥମ ସ୍ତରଟି ହେଲା କେନ୍ଦ୍ର ଶାସନ ଏବଂ ଦ୍ୱିତୀୟ ସ୍ତରଟି ହେଲା ପ୍ରାଦେଶିକ ଶାସନ। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏ ଟୋଟାଲ ଏରିଆ ଯେଉଁ ମାର୍କ କରୁଛି ମୁଁ, ଏ ଟୋଟାଲ ଏରିଆ ହେଇଯାଉଛି ମୌର୍ଯ୍ୟ ସାମ୍ରାଜ୍ୟ ଏବଂ ଏହି ମୌର୍ଯ୍ୟ ସାମ୍ରାଜ୍ୟକୁ ପ୍ରତିଷ୍ଠା କରିଥିଲେ କିଏ? ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। କେବେ କରିଥିଲେ? 322 ଖ୍ରୀଷ୍ଟପୂର୍ବରେ କରିଥିଲେ ଏବଂ ଏହି ମୌର୍ଯ୍ୟ ସାମ୍ରାଜ୍ୟର ପତନ କେବେ ଘଟିଲା? 185 ଖ୍ରୀଷ୍ଟପୂର୍ବରେ ଏବଂ ଏହି ମୌର୍ଯ୍ୟ ସାମ୍ରାଜ୍ୟର ଶାସନ ବ୍ୟବସ୍ଥା କିପରି ଥିଲା? ଏକ କେନ୍ଦ୍ରୀୟ ଶାସନ ବ୍ୟବସ୍ଥା ଥିଲା ପିଲାମାନେ। ସପ୍ତାଙ୍ଗ ତତ୍ତ୍ୱ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟ କୌଟିଲ୍ୟଙ୍କ ଦ୍ୱାରା ରଚିତ ଅର୍ଥଶାସ୍ତ୍ରର ନିୟମ ଅନୁସାରେ ତାଙ୍କର ଶାସନ କାର୍ଯ୍ୟ ପରିଚାଳିତ କରୁଥିଲେ। ତାହାକୁ ସପ୍ତାଙ୍ଗ ତତ୍ତ୍ୱ କୁହାଯାଉଥିଲା ପିଲାମାନେ। ସପ୍ତାଙ୍ଗ ତତ୍ତ୍ୱ କହିଲେ ଶାସନରେ 7ଟି ବା ଶାସନ ବ୍ୟବସ୍ଥାରେ 7ଟି ତତ୍ତ୍ୱ ଥିଲା, ଯେମିତିକି ସ୍ୱାମୀ ବା ରାଜା,
ଅମାତ୍ୟ ବା ମନ୍ତ୍ରୀ ପରିଷଦ, ଜନପଦ ବା ରାଜ୍ୟ, ଦୁର୍ଗ, କୋଷ ବା ରାଜକୋଷ, ଦଣ୍ଡ ବା ସେନାବାହିନୀ ଏବଂ ମିତ୍ର। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ଶାସନ ବ୍ୟବସ୍ଥାରେ ଏହି 7ଟି ତତ୍ତ୍ୱ ଥିଲା ଏବଂ ଏହି 7ଟି ତତ୍ତ୍ୱକୁ ସପ୍ତାଙ୍ଗ ତତ୍ତ୍ୱ ବୋଲିକି କୁହାଯାଏ। ଏହା ତୁମର ପରୀକ୍ଷାରେ 2 ମାର୍କର ପ୍ରଶ୍ନ ଆସିଥାଏ ପିଲାମାନେ। ଏବଂ ଏହି ସପ୍ତାଙ୍ଗ ତତ୍ତ୍ୱ କିଏ ବ୍ୟାଖ୍ୟା କରିଥିଲେ? କୌଟିଲ୍ୟ ତାଙ୍କର ଅର୍ଥଶାସ୍ତ୍ରରେ ବ୍ୟାଖ୍ୟା କରିଥିଲେ ଏବଂ ତାକୁ ଅନୁସରଣ କିଏ କରୁଥିଲେ? ତାଙ୍କର ଶାସନ ପ୍ରଣାଳୀରେ ବ୍ୟବହାର କିଏ କରୁଥିଲେ? ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ତାଙ୍କର ମୌର୍ଯ୍ୟ ଶାସନ ପ୍ରଣାଳୀରେ କୌଟିଲ୍ୟଙ୍କ ଦ୍ୱାରା ପ୍ରଣୀତ ସପ୍ତାଙ୍ଗ ତତ୍ତ୍ୱକୁ ମଧ୍ୟ ବ୍ୟବହାର କରିକି ସେ ଶାସନ କାର୍ଯ୍ୟ ପରିଚାଳିତ କରୁଥିଲେ। ଏଠି ଯେଉଁ ଫଟୋଚିତ୍ର ଦେଖୁଛ ପିଲାମାନେ, ଏହି ଫଟୋଚିତ୍ରଟି ହେଉଛି କୌଟିଲ୍ୟଙ୍କ ବା ତାଙ୍କୁ ଆହୁରି ଚାଣକ୍ୟ ବୋଲିକି କୁହାଯାଇଥାଏ। ମୌର୍ଯ୍ୟ ଶାସନ ବ୍ୟବସ୍ଥାରେ କେନ୍ଦ୍ର ଶାସନ। ରାଜା କେନ୍ଦ୍ର ଶାସନର କେନ୍ଦ୍ରବିନ୍ଦୁ ଥିଲେ ବା କେନ୍ଦ୍ର ଶାସନର ମୁଖ୍ୟ ଲୋକ ଥିଲେ ସେ। ରାଜା ସର୍ବେସର୍ବା ଥିଲେ ପ୍ରଶାସନିକ ବିଭାଗର, ବିଚାର ବିଭାଗର ଏବଂ ସାମରିକ ବିଭାଗର। ରାଜା ନିରଙ୍କୁଶ କ୍ଷମତାର ଅଧିକାରୀ ଥିଲେ। ସମସ୍ତ କ୍ଷମତାର ଅଧିକାରୀ କିଏ ଥିଲେ? ରାଜା ହିଁ ଥିଲେ। ରାଜାଙ୍କର କାର୍ଯ୍ୟ ଥିଲା ପିଲାମାନେ ଆଇନ ପ୍ରଣୟନ କରିବା, ରାଜ କର୍ମଚାରୀଙ୍କୁ ନିଯୁକ୍ତି ଦେବା, ରାଜ୍ୟରେ ଶାନ୍ତି ସ୍ଥାପନ କରିବା, ତା ସହିତ ବାହ୍ୟ ଶତ୍ରୁ ଆକ୍ରମଣରୁ ନିଜ ରାଜ୍ୟକୁ ରକ୍ଷା କରିବା। ରାଜା ଶାସନ ସମୟରେ ପରାମର୍ଶ ନେଉଥିଲେ ମନ୍ତ୍ରୀ ପରିଷଦ ଏବଂ ଅମାତ୍ୟର। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ମନ୍ତ୍ରୀ ପରିଷଦରେ 18 ଜଣ ମନ୍ତ୍ରୀ ଥିଲେ ଏବଂ ସେମାନଙ୍କୁ ଅଷ୍ଟାଦଶ ତୀର୍ଥ ବୋଲିକି କୁହାଯାଉଥିଲା। ପରୀକ୍ଷାରେ ପ୍ରଶ୍ନ ଆସେ ପିଲାମାନେ, ଅଷ୍ଟାଦଶ ତୀର୍ଥ କାହାକୁ କୁହାଯାଏ ବୋଲିକି। ଅଷ୍ଟାଦଶ ତୀର୍ଥ କହିଲେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ମନ୍ତ୍ରୀ ପରିଷଦରେ 18 ଜଣ ମନ୍ତ୍ରୀ ଥିଲେ। ସେହି 18 ଜଣ ମନ୍ତ୍ରୀଙ୍କୁ ଅଷ୍ଟାଦଶ ତୀର୍ଥ ବୋଲିକି କୁହାଯାଏ। ଏଠି ଯେଉଁ ଫଟୋଚିତ୍ରଟି ଦେଖୁଛ ପିଲାମାନେ, ଏଇ ୟେଲୋ କଲରର ଫଟୋଚିତ୍ରଟି ହେଉଛି ଭାରତ ମାନଚିତ୍ରର ଫଟୋଚିତ୍ର। ଭାରତରେ ଯେମିତି କେନ୍ଦ୍ର ଶାସନ ପ୍ରଚଳିତ ଅଛି ପିଲାମାନେ, ସେମିତି ମୌର୍ଯ୍ୟ ଶାସନରେ ମଧ୍ୟ କେନ୍ଦ୍ର ଶାସନ ପ୍ରଚଳିତ ଥିଲା। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ମନ୍ତ୍ରୀ ପରିଷଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ତୀର୍ଥ ବା ମନ୍ତ୍ରୀମାନେ ଥିଲେ, ଯେମିତିକି ମହାମନ୍ତ୍ରୀ, ମୁଖ୍ୟ ପୁରୋହିତ, ସେନାପତି, ଯୁବରାଜ, ବୈବାରିକ। ଆହୁରି ପିଲାମାନେ ଏହି ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ମନ୍ତ୍ରୀ ପରିଷଦରେ ଅନ୍ୟ ରାଜକର୍ମଚାରୀମାନେ ଥିଲେ, ଯେମିତିକି ଦୁର୍ଗପାଳ, ପନ୍ତପାଳ, ସମାହର୍ତ୍ତ, ସନ୍ନିଧାବ, ଅନ୍ତର୍ବଂଶିକ ଇତ୍ୟାଦି। ଏମାନେ ଥିଲେ ଅନ୍ୟ ରାଜକର୍ମଚାରୀ। ପିଲାମାନେ ମୌର୍ଯ୍ୟ ଶାସନରେ 22 ଗୋଟି ପ୍ରଶାସନିକ ବିଭାଗ ଥିଲା ଏବଂ ଏହି ପ୍ରଶାସନିକ ବିଭାଗ ଗୁଡ଼ିକ ଗୋଟିଏ ଗୋଟିଏ ଅଧ୍ୟକ୍ଷଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ଯେଉଁମାନେ ଏହି ପ୍ରଶାସନିକ ବିଭାଗକୁ ତଦାରଖ କରୁଥିଲେ ତାଙ୍କୁ ଅଧ୍ୟକ୍ଷ ବୋଲିକି କୁହାଯାଉଥିଲା। ସେହି 22 ଗୋଟି ପ୍ରଶାସନିକ ବିଭାଗ ମଧ୍ୟରୁ କିଛି ବିଭାଗ ଗୁଡ଼ିକର ନାମ ଲେଖା ହେଇଛି ତଳେ ପିଲାମାନେ ଦେଖ। ରାଜସ୍ୱ ବିଭାଗ, ଖଣି ବିଭାଗ, ମାପ ଓ ଓଜନ ବିଭାଗ, ବନ ବିଭାଗ, ଧାତୁ ବିଭାଗ, ବୟନ ବିଭାଗ ଇତ୍ୟାଦି। ଏମିତି କରି 22 ଗୋଟି ପ୍ରଶାସନିକ ବିଭାଗ ଥିଲା ମୌର୍ଯ୍ୟ ଶାସନ ସମୟରେ ବା ମୌର୍ଯ୍ୟ ଶାସନ ବ୍ୟବସ୍ଥାରେ। କୋଷାଧ୍ୟକ୍ଷ କାହାକୁ କୁହାଯାଏ ଦେଖ ପିଲାମାନେ, ରାଜକୋଷର ଯିଏ ଦାୟିତ୍ୱରେ ଥାନ୍ତି ତାଙ୍କୁ କୋଷାଧ୍ୟକ୍ଷ ବୋଲିକି କୁହାଯାଏ। ସୂତ୍ରାଧ୍ୟକ୍ଷ କାହାକୁ କୁହାଯାଏ? ବୟନ ବିଭାଗର ଦାୟିତ୍ୱରେ ଯିଏ ଥାନ୍ତି ତାଙ୍କୁ କୁହାଯାଏ ସୂତ୍ରାଧ୍ୟକ୍ଷ। ଶୁଳ୍କାଧ୍ୟକ୍ଷ କାହାକୁ କୁହାଯାଏ? ଯିଏ ଟିକସ ଦାୟିତ୍ୱରେ ଥାନ୍ତି। ଗ୍ରାମିକ କାହାକୁ କୁହାଯାଏ ଦେଖ ପିଲାମାନେ, ରାଜସ୍ୱ ଆଦାୟ ପାଇଁ ଯିଏ ସାହାଯ୍ୟ କରନ୍ତି ତାକୁ ଗ୍ରାମିକ ବୋଲିକି କୁହାଯାଉଥିଲା ମୌର୍ଯ୍ୟ ଶାସନ ସମୟରେ। ଗୋପ କାହାକୁ କୁହାଯାଉଥିଲା ଦେଖ ପିଲାମାନେ, 5ରୁ 10 ଜଣ ଗ୍ରାମିକଙ୍କ କାର୍ଯ୍ୟ ଇଏ ତଦାରଖ କରୁଥିଲେ ଗୋପ। ସ୍ଥାନିକ କାହାକୁ କୁହାଯାଉଥିଲା ଦେଖ, ଗୋଟିଏ ଜନପଦର 1/4 ତଦାରଖ କରୁଥିଲେ କିଏ? ସ୍ଥାନିକ। ଗୋପ ଓ ସ୍ଥାନିକ ସମାହର୍ତ୍ତ ଓ ପ୍ରଦେଷ୍ଟ୍ରୀଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରୁଥିଲେ। ମୌର୍ଯ୍ୟ ଶାସନରେ ପ୍ରାଦେଶିକ ଶାସନ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସାମ୍ରାଜ୍ୟରେ ବା ତାଙ୍କର ଶାସନ ସମୟରେ
ଚାରିଟି ପ୍ରଦେଶ ଥିଲା। ପ୍ରଦେଶ ଗୁଡ଼ିକର ନାମ ହେଲା ଉତ୍ତରାପଥ, ଅବନ୍ତିପଥ ବା ଅବନ୍ତୀ ରାଷ୍ଟ୍ର, ଦକ୍ଷିଣାପଥ ଏବଂ ପ୍ରାଚ୍ୟ। ଉତ୍ତରାପଥର ରାଜଧାନୀ ଥିଲା ତକ୍ଷଶିଳା। ଅବନ୍ତୀ ରାଷ୍ଟ୍ର ବା ଅବନ୍ତିପଥର ରାଜଧାନୀ ଥିଲା ଉଜ୍ଜୟିନୀ। ଦକ୍ଷିଣ ପଥର ରାଜଧାନୀ ଥିଲା ସୁବର୍ଣ୍ଣଗିରି। ପ୍ରାଚ୍ୟର ରାଜଧାନୀ ଥିଲା ପାଟଳିପୁତ୍ର। କିନ୍ତୁ ଯେତେବେଳେ ଅଶୋକ କଳିଙ୍ଗକୁ ଆକ୍ରମଣ କଲେ, କଳିଙ୍ଗ ହୋଇଗଲା ପିଲାମାନେ ଏହି ମୌର୍ଯ୍ୟ ସାମ୍ରାଜ୍ୟର ପଞ୍ଚମ ପ୍ରଦେଶ ଏବଂ ତୋଷାଳୀ ହୋଇଗଲା ଏହି କଳିଙ୍ଗ ପ୍ରଦେଶର ରାଜଧାନୀ। ଏଠି ଯେଉଁ ମାନଚିତ୍ର ଦିଆଯାଇଛି ପିଲାମାନେ, ଏହି ମାନଚିତ୍ରଟିକୁ ଦେଖ। ଏଠି ମୁଁ ମାର୍କ କରିଦେଉଛି ବା ଲୋକେଟ୍ କରିଦେଉଛି ମୌର୍ଯ୍ୟ ଶାସନ ସମୟରେ ଯେଉଁ 5ଟି ପ୍ରଦେଶ ଥିଲା। ଯେମିତିକି ଫାଷ୍ଟ ଥିଲା ଉତ୍ତରାପଥ। ଉତ୍ତରାପଥ ଏରିଆ ଏଇଟା ହେଲା ପିଲାମାନେ। ଦ୍ୱିତୀୟଟି ହେଲା ପିଲାମାନେ ଦକ୍ଷିଣାପଥ। ଏଇ ଏରିଆଟି ହେଉଛି ଦକ୍ଷିଣାପଥ। ତୃତୀୟଟି ହେଲା ତୁମର ପ୍ରାଚ୍ୟ, ଏଇଟା। ଚତୁର୍ଥଟି ହେଲା ପିଲାମାନେ କଳିଙ୍ଗ, ଏଇଟା ହେଲା ତୁମର କଳିଙ୍ଗ। ଏବଂ ପଞ୍ଚମଟି ହେଲା ଅବନ୍ତୀ ରାଷ୍ଟ୍ର, ଏଇ ଏରିଆ ପିଲାମାନେ। ଏମିତି ଏଇ 5ଟା ଜାଗାରେ ଥିଲା କ'ଣ, ମୌର୍ଯ୍ୟ ଶାସନ ସମୟର 5ଟି ପ୍ରଦେଶ। ମୌର୍ଯ୍ୟ ଶାସନ ସମୟରେ ପ୍ରାଦେଶିକ ଶାସନକର୍ତ୍ତାଙ୍କୁ ନିଯୁକ୍ତି କରାଯାଇଥିଲା ଏହି ପ୍ରଦେଶ ଗୁଡ଼ିକୁ ଶାସନ କରିବା ପାଇଁ। ସେହି ପ୍ରାଦେଶିକ ଶାସନକର୍ତ୍ତାଙ୍କୁ କୁମାର ବୋଲିକି କୁହାଯାଉଥିଲା। ଏବଂ କୁମାର ରାଜବଂଶୀୟ ବ୍ୟକ୍ତି ଥିଲେ। ସେ ଯେତେବେଳେ ପ୍ରଦେଶ ଗୁଡ଼ିକୁ ଶାସନ କରୁଥିଲେ, କେନ୍ଦ୍ରର ଆଦେଶ ଅନୁସାରେ ହିଁ ସେ ଶାସନ କରୁଥିଲେ। ଏବଂ ସେହି କୁମାରଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଗୁଡ଼ିଏ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ପ୍ରଦେଶ ଗୁଡ଼ିକୁ ବିଭାଜନ କରାଯାଇଥିଲା ଅନେକ ଗୁଡ଼ିଏ ବିଷୟରେ ଏବଂ ବିଷୟର ମୁଖ୍ୟ ଥିଲେ ବିଷୟପତି। ଏ ତଳେ ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏ ଫଟୋ ଚିତ୍ରଟି ହେଉଛି ଓଡ଼ିଶା ଶାସନ ବା ଓଡ଼ିଶା ସରକାରର ଏକ ଫଟୋ ଚିତ୍ର। ଯେମିତି ଭାରତରେ ଓଡ଼ିଶା ଶାସନ ଏକ ପ୍ରାଦେଶିକ ଶାସନ ଅଟେ, ସେମିତି ମୌର୍ଯ୍ୟ ଶାସନରେ ଉତ୍ତରାପଥ, ଅବନ୍ତିପଥ, ଦକ୍ଷିଣାପଥ, ପ୍ରାଚ୍ୟ ଏବଂ କଳିଙ୍ଗ, ଏହି ସମସ୍ତ ଗୋଟିଏ ପ୍ରାଦେଶିକ ଶାସନ ବ୍ୟବସ୍ଥା ଥିଲା। ଆଜିର ଏହି ଭିଡ଼ିଓରେ ଆମେ ଜାଣିଲେ ମୌର୍ଯ୍ୟ ଶାସନର କେନ୍ଦ୍ର ଶାସନ ବ୍ୟବସ୍ଥା କିପରି ଥିଲା, ପ୍ରାଦେଶିକ ଶାସନ ବ୍ୟବସ୍ଥା କେମିତି ଥିଲା। ନେକ୍ସଟ ଭିଡ଼ିଓରେ ଆମେ ଜାଣିବା ମୌର୍ଯ୍ୟ ଶାସନର ଗ୍ରାମ ଶାସନ କେମିତି ଥିଲା, ନଗର ଶାସନ କେମିତି ଥିଲା, ଟିକସ ବ୍ୟବସ୍ଥା କେମିତି ଥିଲା, ତା ସହିତ ବିଚାର ବ୍ୟବସ୍ଥା କେମିତି ଥିଲା, ତାରି ବିଷୟରେ ନେକ୍ସଟ ଭିଡ଼ିଓରେ ଜାଣିବା।